ପିଲାମାନେ ତୁମେ ସବୁ କେମିତି ଅଛ? ମୁଁ ଜାଣିଛି ତୁମେ ସମସ୍ତେ ଭଲରେ ଥିବ ଆଉ ମୁଁ ବି ଭଲରେ ଅଛି। ପିଲାମାନେ ଏ ଦେଖ ତମ ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଗୋଟିଏ ପାଠ ଅଛି ଜାଣିଛ? ଏ ଚିତ୍ର ଦେଖି କହିଲ ଏ ଚିତ୍ରଟି କାହାର? ହଁ, ଏ ଚିତ୍ରଟି ହେଉଛି ଶ୍ରୀକୃଷ୍ଣଙ୍କର। ଏ ଶ୍ରୀକୃଷ୍ଣଙ୍କ ବିଷୟରେ ଗୋଟିଏ ପାଠ ତମ ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ରହିଛି ଆଉ ପାଠଟିର ନାଁ ହେଉଛି କଳା ମାଣିକ। ଆସ ପିଲେ ସମସ୍ତେ ତମ ଭାଷା ବହିର କଳାମାଣିକ କବିତାଟିକୁ ଆବୃତ୍ତି କରିବା। ଦେଖ এই ଚିତ୍ର ଦେଖିଲ ପ୍ରଥମେ ସମସ୍ତେ। ଏ ଚିତ୍ରଟିରେ ଯିଏ ଆଗରେ ବସିଛନ୍ତି ତାଙ୍କୁ ଜାଣିଛ ପିଲେ? ହଁ, ସେ ହେଉଛନ୍ତି ଶ୍ରୀକୃଷ୍ଣ। ଅର୍ଜୁନଙ୍କ ରଥରେ ସାରଥୀ ଥିଲେ। ମହାଭାରତ ଯୁଦ୍ଧ ବିଷୟରେ ତମେ ସମସ୍ତେ ଜାଣିଥିବ, ଟିଭିରେ ମଧ୍ୟ ଦେଖିଥିବ। ସମସ୍ତେ ଜାଣିଥିବ ସିଏ ହେଉଛନ୍ତି ଶ୍ରୀକୃଷ୍ଣ, ଯିଏକି ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ରଥର ସାରଥୀ ଥିଲେ। ଆଜି এই କବିତାଟିକୁ ତମେ ପଢ଼ି ସାରିଲା ପରେ ଉକ୍ତ କବିତାକୁ କିପରି ଆବୃତ୍ତି କରାଯିବ ସେ ବିଷୟ ଜାଣିବ ଏବଂ ଉକ୍ତ କବିତାରେ କ'ଣ ଲେଖାଯାଇଛି ବା କ'ଣ ବର୍ଣ୍ଣନା କରାଯାଇଛି ସେ ବିଷୟରେ ମଧ୍ୟ ଜାଣିପାରିବ। ଚିତ୍ର ଦେଖିଲ ଶ୍ରୀକୃଷ୍ଣ କାହା ପାଖରେ ଲୁଚି ରହିଛନ୍ତି? ସେ ହେଉଛନ୍ତି ତାଙ୍କ ମା। ତାଙ୍କ ମା ହେଉଛନ୍ତି ଯଶୋଦା। ଯଶୋଦାଙ୍କ ପଛପଟେ ଶ୍ରୀକୃଷ୍ଣ କେମିତି ଖେଳୁଛନ୍ତି? ତମେ ଠିକ୍ ସେମିତି ତମ ମା ପାଖରେ ଖେଳ କି ନାହିଁ କହିଲ? ଦେଖ ଶ୍ରୀକୃଷ୍ଣ କ'ଣ ଖାଉଛନ୍ତି ପିଲେ? ଶ୍ରୀକୃଷ୍ଣ ଦହି ଚୋରି କରି ଖାଉଛନ୍ତି। ତମେ ମା ପାଖରୁ କ'ଣ ସବୁ ଚୋରି କରି ଖାଅ କହିଲ? ତମେ ଯେମିତି ମା ପାଖରେ ଗେଲ ହୋଇ ଖାଅ, ଶ୍ରୀକୃଷ୍ଣ ମଧ୍ୟ ମା ଯଶୋଦାଙ୍କ ପାଖରେ ଗେଲ ହୋଇ ଏମିତି ଖାଉଥିଲେ। ଦେଖ ପିଲେ ଏ ଚିତ୍ର ଦେଖି କହିଲ ଶ୍ରୀକୃଷ୍ଣ ଆଉ କ'ଣ କରୁଥିଲେ? ଶ୍ରୀକୃଷ୍ଣ ବଣକୁ ଯାଇ ଗାଈମାନଙ୍କୁ ଚରାଉଥିଲେ, ଗାଈକୁ ଜଗୁଥିଲେ। ଯେତେବେଳେ ଗାଈ ଚରି ଫେରିଲା ବେଳକୁ ଶ୍ରୀକୃଷ୍ଣଙ୍କର ବିଳମ୍ବ ହୋଇଥିବ, ରାତି ହେଇଯାଇଥିବ, ମା କିପରି ଅନେଇ ବସିଥିବେ କହିଲ? ତୁମେ ଘରକୁ ଫେରିଲେ ବିଳମ୍ବରେ ତୁମ ମା କେମିତି ଚାହିଁ ବସିଥାନ୍ତି? ଠିକ୍ ସେହିପରି ମା ଯଶୋଦା ଶ୍ରୀକୃଷ୍ଣଙ୍କ ଅପେକ୍ଷା କରି ଚାହିଁ ବସିଥାନ୍ତି କେତେବେଳେ ତାଙ୍କ ଗେହ୍ଲା ପୁଅ ଶ୍ରୀକୃଷ୍ଣ ଘରକୁ ଫେରିବ। ଦେଖ ପିଲେ ଶ୍ରୀକୃଷ୍ଣ ଗାଈ ଚରାଇଲା ବେଳେ କିପରି ଗାଈମାନଙ୍କର ଯତ୍ନ ନିଅନ୍ତି ଏବଂ ଗାଈମାନଙ୍କୁ ସାଙ୍ଗରେ ଖେଳନ୍ତି ସିଏ। ଆସ କବିତାଟିକୁ ଆବୃତ୍ତି କରି ଶିଖିବା। ସମସ୍ତେ ମୋ ସହିତ ଆବୃତ୍ତି କରିବ। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା ମାଣିକରେ। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା ମାଣିକରେ, ମୋ କଳା ମାଣିକରେ। ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧର ଲଉଡ଼ି ବାବୁରେ ହୃଦେ ରତ୍ନହରା କଳା ମାଣିକରେ, ମୋ କଳା ମାଣିକରେ। ମୋ ଜୀବ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାଶୋରି ହେବ ମୋର ସୁଖ ସୀମା କଳା ମାଣିକରେ, ମୋ କଳା ମାଣିକରେ। ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ କଳା ମାଣିକରେ,
ମୋ କଳା ମାଣିକରେ। ସମସ୍ତଙ୍କୁ ଧନ୍ୟବାଦ। ଏହିଭଳି ଭାବରେ ତମେ ଉକ୍ତ କବିତାକୁ ଆବୃତ୍ତି କରି ଶିଖିବ।